ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳ ଗୁନ୍ଦୁଲିଆ ତିଲପଙ୍ଗା ଗ୍ରାମରେ ଥିବା ଶ୍ରୀ ଶ୍ରୀ କପିଳେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା ଓ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳସ ଯାତ୍ରା ସହ ଅଷ୍ଟପ୍ରହରୀ ନାମଯଜ୍ଞ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଡମରଗଡ଼ ମଠର ମହନ୍ତ ବାବା ସର୍ବେଶ୍ୱର ଦାସ ଉପସ୍ଥିତ ରହିଥିବା ବେଳେ ଗ୍ରାମର ସଞ୍ଜୀବ ରଣା ଓ ତାଙ୍କ ଧର୍ମପତ୍ନୀ କବିତା ରଣା କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଛନ୍ତି। ଅନ୍ୟପଟେ ଆଚାର୍ଯ୍ୟ ସଚିନ ପୁରୋହିତ ରାମଚନ୍ଦ୍ର ପାଣିଗ୍ରାହୀ ପୂଜକ କାର୍ଯ୍ୟ ତୁଲାଉଛନ୍ତି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ସହ ସମସ୍ତ ଗ୍ରାମବାସୀ ଏବଂ ଗୁନ୍ଦୁଲିଆ ଗ୍ରାମର ସରପଞ୍ଚ ଧବଳେଶ୍ୱର ସିଂ ସହଯୋଗର ହାତ ବଢ଼ାଇଥିବା ଜଣାପଡ଼ିଛି। ଗୁନ୍ଦୁଲିଆରୁ ପ୍ରଭଞ୍ଜନ ପୁରୋହିତଙ୍କ ରିପୋର୍ଟ NK Media। 75 ମସିହାରୁ କପିଳେଶ୍ୱର ବାବା ନା ଗୋଟେ ହନୁମାନ ମନ୍ଦିର ନାଇଁ ଥାଏ ନିଜେ ସେଟା କରି ପ୍ରତିଷ୍ଠା କଲେ ଗାଁ ଲୋକ ବହୁତ ସୁଯୋଗ ଦେଲେ ମୁଁ ପ୍ରତିଷ୍ଠା କଲି।